मेघमाଳରେ शीघ्र आसुथिबा आम्भମାନଙ୍କ प्रभु जीशु ख्रीष्टଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଉପବାସ ବିଷୟରେ ଅଳ୍ପ ସମୟ ବାକ୍ୟରୁ ଧ୍ୟାନ କରିବା ପାଇଁ ଯିବା। ଆମ୍ଭେମାନେ ଯେଉଁ ସମୟରେ ବସବାସ କରୁଛୁ ବର୍ତ୍ତମାନ ସମୟରେ ଆମ ଖ୍ରୀଷ୍ଟିଆନ ସମାଜର ଅନେକ ଭାଇ ଭଉଣୀ ସେମାନେ ସୁସ୍ଥତାର ବାକ୍ୟ ଶୁଣିବା ପାଇଁ ଇଚ୍ଛା କରନ୍ତି, ଆଶୀର୍ବାଦର ବାକ୍ୟ ଶୁଣିବା ପାଇଁ ଇଚ୍ଛା କରନ୍ତି, କିନ୍ତୁ ଉପବାସ କରିବା ପାଇଁ ଉପବାସ ବିଷୟରେ ବାକ୍ୟ ଶୁଣିବା ପାଇଁ ଅନେକ ଭାଇ ଭଉଣୀ ପସନ୍ଦ କରନ୍ତି ନାହିଁ। ଏହିପରି ସମୟରେ ପରମେଶ୍ୱର ତାହାଙ୍କ ବାକ୍ୟ ଦ୍ୱାରା ଉପବାସ ବିଷୟରେ ଆମ୍ଭମାନଙ୍କୁ ସେ କିଛି କଥା କହିବା ପାଇଁ ଚାହାନ୍ତି। ସେଥିପାଇଁ ଆସୁ ଆଜି ଆମେ ଅଳ୍ପ ସମୟ ଉପବାସ ବିଷୟରେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା। ଆଜି ଯେଉଁ ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା ପାଇଁ ଯିବା, ଆଜିର ପ୍ରସଙ୍ଗର ଶୀର୍ଷକ ହେଲା କେଉଁ ଦିନ ଉପବାସ କରିବା ଉଚିତ ଏବଂ ପ୍ରକୃତ ଉପବାସ କ'ଣ ଅଟେ। ଆଜିର ପ୍ରସଙ୍ଗ ହେଲା କେଉଁ ଦିନରେ ବା କେଉଁ ବାରରେ ଉପବାସ କରିବା ଆବଶ୍ୟକ ରହିଛି ଏବଂ ପ୍ରକୃତ ଉପବାସ କ'ଣ ଅଟେ। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ଅନେକ ସମୟରେ ଆମ୍ଭମାନଙ୍କ ମନ ମଧ୍ୟରେ ପ୍ରଶ୍ନ ଆସେ ଯେ ମୁଁ କେଉଁ ଦିନ ଉପବାସ କଲେ ଭଲ ହେବ। ରବିବାର ଦିନ, ସୋମବାର ଦିନ କି ମଙ୍ଗଳବାର ଦିନ, ବୁଧବାର ଦିନ କି ଗୁରୁବାର ଦିନ, ଶୁକ୍ରବାର, ଶନିବାର କେଉଁ ଦିନ ମୁଁ ଉପବାସ କଲେ ଭଲ ହେବ। ଏହି ପ୍ରକାର ମନ ମଧ୍ୟରେ ଆମ୍ଭମାନଙ୍କର ପ୍ରଶ୍ନ ବେଳେବେଳେ ଆସେ ଏବଂ ଅନେକ ଭାଇ ଭଉଣୀ ଆମକୁ ପଚାରନ୍ତି ଯେ କେଉଁ ଦିନ ଉପବାସ କଲେ ଭଲ। ବାଇବଲରେ କେଉଁ ଦିନରେ ଉପବାସ କରିବା କଥା ଲେଖାଯାଏ, ଏହି ପ୍ରକାର ମଧ୍ୟ କେତେକ ଭାଇମାନେ ଆମକୁ ପଚାରନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ଖ୍ରୀଷ୍ଟିଆନ ସମାଜରେ ଯଦି ଦେଖିବେ ଅନେକ ଭାଇ ଭଉଣୀ ସେମାନେ ବର୍ଷକୁ ଥରେ ସେମାନେ ଉପବାସ କରନ୍ତି। ଦୁଃଖ ଭୋଗ ସମୟରେ କେତେକ ଭାଇ ଭଉଣୀ ଉପବାସ କରନ୍ତି ଏବଂ ଯେତେବେଳେ ମଣ୍ଡଳୀ ନିଷ୍ପତ୍ତି ନିଏ, ମଣ୍ଡଳୀରେ ଘୋଷଣା କରାଯାଏ, ସେହି ସମୟରେ କେତେକ ଭାଇ ଭଉଣୀ ଉପବାସ କରନ୍ତି। ଆଉ କେତେକ ଭାଇ ଭଉଣୀ ଯେତେବେଳେ ସମସ୍ୟା ମସ୍ତକ ପର୍ଯ୍ୟନ୍ତ ଉଠେ ବା ସମସ୍ୟା ବଢ଼ିଯାଏ, ସେହି ସମୟରେ ସେମାନେ ଉପବାସ କରନ୍ତି। ସମସ୍ୟା ଆସିଲେ, ଦୁଃଖ ଆସିଲେ, ରୋଗ ଆସିଲେ, ବିପଦ ଆସିଲେ ନିଶ୍ଚିତ ଭାବରେ ଆମେ ଉପବାସ କରିବା ଆବଶ୍ୟକ ରହିଛି, ଆଣ୍ଠେଇବାର ଆବଶ୍ୟକ ରହିଛି, ପ୍ରଭୁଙ୍କର ସାହାଯ୍ୟ ଲୋଡ଼ିବାର ଆବଶ୍ୟକ ରହିଛି। କିନ୍ତୁ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଯଦି ଆମେ କେବେ ମଧ୍ୟ ଆମ ଜୀବନରେ ଉପବାସର ଅଭ୍ୟାସ ନାହିଁ, ସମସ୍ୟା ଆସିଲେ ଯଦି ଆମେ ଉପବାସ କରୁଛୁ, ତାହେଲେ ଏହା କେତେ ଦୂରକୁ ଠିକ୍ ତାହା ଆମେ ନିଜେ ବୁଝିବାର ଆବଶ୍ୟକ ରହିଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, କେଉଁ ଦିନ ଆମେ ଉପବାସ କରିବା କଥା ବାଇବଲରେ ଦିନ କି ବାର ବିଷୟରେ ଲେଖାଯାଏ ନା, କିନ୍ତୁ କେଉଁ ସମୟରେ ଆମେ ଉପବାସ କରିବା କଥା, କେଉଁ ପରିସ୍ଥିତିରେ ଆମେ ଉପବାସ କରିବା କଥା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କିଛି କଥା ଆମ୍ଭମାନଙ୍କୁ କହିଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର ଆଦର୍ଶ ଅଟନ୍ତି, ସେ ଆମର ଗୁରୁ ଅଟନ୍ତି। ଯେ ସେ ଯେଉଁ ସମୟରେ ପୃଥିବୀ ପୃଷ୍ଠରେ ଥିଲେ ସେ 40 ଦିନ 40 ରାତ୍ରି ଉପବାସ କଲେ, ଆଉ ସେ ଆମକୁ ଗୋଟେ ଆଦର୍ଶ ଦେଖାଇଛନ୍ତି ଯେ ଆମ୍ଭେମାନେ ମଧ୍ୟ ଯେପରି ଉପବାସ କରିବା। ଉପବାସ ଖ୍ରୀଷ୍ଟିଆନ ଜୀବନର ଏକ ମୂଳଦୁଆ ଅଟେ, ଏକ ଅଂଶ ଅଟେ ଯେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଆମେ ନିହାତି ଉପବାସ କରିବା ଆବଶ୍ୟକ ରହିଛି। କିନ୍ତୁ କେଉଁ ଦିନ ଆମେ କରିବା, କେଉଁ ବାର କରିବା, ଏହି କଥା ବାଇବଲରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ କିଛି କହିନାହାନ୍ତି। ମାତ୍ର କେଉଁ ସମୟରେ ଆମେ ଉପବାସ କରିବା କଥା ସେ କେତେକ ପରାମର୍ଶ ଆମ୍ଭମାନଙ୍କୁ ଦେଇଛନ୍ତି। ମାଥ୍ୟୁ ଲିଖିତ ସୁସମାଚାର 9 ଅଧ୍ୟାୟ ଆପଣ ପଢ଼ିବେ 14 ଆଉ 15 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପାଠ କରିବା ପାଇଁ ଚାହେଁ। ଏହି ସ୍ଥାନରେ ଏହି ପ୍ରକାର ଲେଖାଯାଏ, ସେହି ସମୟରେ ଯୋହନଙ୍କର ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ଓ ଫାରୁସୀମାନେ ଉପବାସ କରୁ, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି? ଯୀଶୁଖ୍ରୀଷ୍ଟଙ୍କୁ କେତେକ ଲୋକ ଆସି କ'ଣ କରୁଛନ୍ତି ପଚାରୁଛନ୍ତି। କ'ଣ ବୋଲି ପଚାରୁଛନ୍ତି? ଯେ ଯୋହନଙ୍କର ଶିଷ୍ୟମାନେ ଓ ଫାରୁସୀମାନେ ସେମାନେ କ'ଣ କରନ୍ତି? ଉପବାସ କରନ୍ତି, କିନ୍ତୁ ଆପଣଙ୍କର ଶିଷ୍ୟମାନେ କାହିଁକି ଉପବାସ କରନ୍ତି ନାହିଁ? ଏହି ପ୍ରଶ୍ନ ଯୀଶୁଖ୍ରୀଷ୍ଟଙ୍କୁ ପଚାରୁଛନ୍ତି। ସେ ସେହି ସମୟରେ କ'ଣ କହୁଛନ୍ତି? 15 ପଦ, ଯୀଶୁ ସେମାନଙ୍କୁ କହିଲେ, ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥାନ୍ତି ସେ ପର୍ଯ୍ୟନ୍ତ ସେମାନେ କି ଶୋକ କରିପାରନ୍ତି, କିନ୍ତୁ ସମୟ ଆସିବ
ଯେତେବେଳେ ସେମାନଙ୍କ ଠାରୁ ବରଙ୍କୁ କାଢି ନିଆଯିବ ଆଉ ସେତେବେଳେ ସେମାନେ ଉପବାସ କରିବେ। ଏହି ସ୍ଥାନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ କହୁଛନ୍ତି ଯେଉଁ ସମୟରେ ବରଙ୍କୁ କାଢି ନିଆଯିବ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଆପଣା ଶିଷ୍ୟମାନଙ୍କ ଠାରୁ ସେ ଊର୍ଦ୍ଧ୍ୱକୁ ନୀତ ହେବେ ବା ଶିଷ୍ୟମାନଙ୍କ ଠାରୁ ସେ ପୃଥକ ହେବେ, ସେହି ସମୟରେ କଣ କରିବେ? ତାହାଙ୍କର ଶିଷ୍ୟମାନେ ଉପବାସ କରିବେ। ଏହି କଥା ସେ ସେମାନଙ୍କୁ ଉତ୍ତର ଦେଉଛନ୍ତି। ମୁଁ ଏହି ସ୍ଥାନରେ କହିବା ପାଇଁ ଚାହେଁ ଯେ ଯେତେବେଳେ ଆମେ ପ୍ରଭୁଙ୍କର ଉପସ୍ଥିତିରୁ ଦୂରକୁ ଯାଉ, ଆମକୁ ମଣ୍ଡଳୀରେ ଗଲେ ମଧ୍ୟ, ଆରାଧନା କଲେ ମଧ୍ୟ, ବାକ୍ୟ ଶୁଣିଲେ ମଧ୍ୟ ଆମକୁ ଶିଥିଳ ଲାଗେ। ପ୍ରଭୁଙ୍କର ପ୍ରେଜେନ୍ସରୁ ଆମେ ଦୂରକୁ ରହିଲା ପରି ଲାଗୁଛି। ବାକ୍ୟ ପଢିଲେ ପ୍ରଭୁଙ୍କ ଉପସ୍ଥିତି ପାଇପାରୁନାହୁଁ। ଆମକୁ ଆରାଧନା ଗୀତ ଗାନ ପ୍ରଭୁଙ୍କର ଧନ୍ୟବାଦ ପ୍ରଶଂସା କଲେ ମଧ୍ୟ ଆମକୁ ସେ ଆନନ୍ଦ ଉଲ୍ଲାସ ପରିତ୍ରାଣର ଆନନ୍ଦ ପବିତ୍ର ଆତ୍ମାଙ୍କର ଉପସ୍ଥିତି ଯଦି ଆମେ ପାଇପାରୁନାହୁଁ, ପ୍ରିୟ ଭାଇ ଭଉଣୀ ମାନେ, ଆମେ ସେହି ସମୟରେ ସେହି ଦିନ ଆମେ ପ୍ରଭୁଙ୍କ ନିକଟରେ ଉପବାସ କରିବା ଆବଶ୍ୟକ ରହୁଛି, ତାହାଙ୍କ ନିକଟରେ ଆଣ୍ଠେଇବା ଆବଶ୍ୟକ ରହୁଛି। ଯେଉଁ ସମୟରେ ଆମେ ପ୍ରଭୁଙ୍କର ଉପସ୍ଥିତିକୁ ପାଇପାରୁନାହୁଁ, ଯେଉଁ ସମୟରେ ଆମେ ଶିଥିଳ ହେଇଯାଉଛୁ, ଆମେ ଥଣ୍ଡା ହେଇଯାଉଛୁ, ଆମେ ପଛଘୁଞ୍ଚା ଦେଲା ପରି ବ୍ୟାକସ୍ଲାଇଡ୍ ଜୀବନ ବିତାଇଲା ପରି ଆମକୁ ଲାଗୁଛି, ସେହି ସମୟରେ ଆମେ ଉପବାସ କରିବାର ଆବଶ୍ୟକ ରହିଛି। ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ପୃଥିବୀ ପୃଷ୍ଠରେ ଥିବା ସମୟରେ ଆପଣା ଲୋକମାନଙ୍କୁ ସେ ଶିକ୍ଷା ଦେଲେ, ଆଉ ତାହା ଆମମାନଙ୍କ ପାଇଁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ କି ଆମେ ସେହି ସମୟରେ ଉପବାସ କରିବା। ଯଦି ଆପଣ ପଢିବେ ଦାନିଏଲ ପୁସ୍ତକ 4 ଅଧ୍ୟାୟ 34 ପଦରୁ 37 ପଦ ପଢିବେ, ସେହି ସ୍ଥାନରେ ରାଜା ନବୁକଦ୍ନେସ୍ସର ଯେତେବେଳେ ତାହାଙ୍କ ଠାରୁ ରାଜ୍ୟ କାଢି ନିଆଗଲା, ସେ କଣ କଲେ? ଊର୍ଦ୍ଧ୍ୱ ଦୃଷ୍ଟି କଲେ। ପ୍ରଭୁଙ୍କ ନିକଟରେ ସେ ଊର୍ଦ୍ଧ୍ୱ ଦୃଷ୍ଟି କଲେ, ଅନୁତାପ କଲେ। ସେ ଯେତେବେଳେ ଗର୍ଭ କଲେ, ସେହି ସମୟରେ ତାହାଙ୍କ ଠାରୁ ବୁଦ୍ଧି ଜ୍ଞାନ ଚାଲିଗଲା। ସେ ପଶୁ ପରି ଘାସ ଖାଇଲେ ଏବଂ ତାଙ୍କର ନଖ ଗୁଡ଼ିକ ବଢିଗଲା। ସେହି ସମୟରେ ରାଜା ନବୁକଦ୍ନେସ୍ସର ସେ କଣ କରୁଛନ୍ତି? ଅନୁତାପ କରୁଛନ୍ତି। ଅନୁତାପ କରି ପ୍ରଭୁଙ୍କ ନିକଟରେ ସେ ଊର୍ଦ୍ଧ୍ୱ ଦୃଷ୍ଟି କରୁଛନ୍ତି, ଆଣ୍ଠଉଛନ୍ତି। ସେହି ସମୟରେ ବାକ୍ୟ କହେ ଯେ ତାହାଙ୍କ କତିକୁ ବୁଦ୍ଧି ଫେରି ଆସିଲା, ଜ୍ଞାନ ଫେରି ଆସିଲା, ଆଉ ସେ ପ୍ରଶଂସିତ ହେଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, କୌଣସି ସମୟରେ ଯଦି ଆମର ପରିତ୍ରାଣକୁ ଆମେ ହରାଇଲା ପରି ଲାଗୁଛି, ପ୍ରଭୁଙ୍କ ଠାରୁ ପୃଥକ ହେଲା ପରି ଲାଗୁଛି, ସେହି ସମୟରେ ଆମେ ଉପବାସ କରିବା। ଯଦି ଆମେ ପରମ୍ପରା ଭାବରେ ଉପବାସ କରିବା, ଯଦି ରୀତିନୀତି ଭାବରେ ଆମେ ଉପବାସ କରିବା, ତାହେଲେ ଆମ ଜୀବନରେ କିଛି ଲାଭ ହେବ ନାହିଁ। ଆମେ ପ୍ରଭୁଙ୍କର ଚାଳନା ପାଇ, ପ୍ରଭୁଙ୍କର ପ୍ରେରଣା ପାଇ, ଆମେ ପ୍ରଭୁଙ୍କର ସେଇ ଗୌରବ ପ୍ରଶଂସା ଉଦ୍ଦେଶ୍ୟରେ, ତାହାଙ୍କ ଦୃଷ୍ଟିରେ ଏକ ଗ୍ରହଣୀୟ ଉଦ୍ଦେଶ୍ୟରେ ଯଦି ଆମେ ଉପବାସ କରିବା, ନିଶ୍ଚିତ ଭାବରେ ଆମମାନଙ୍କ ଜୀବନରେ ତାହା ଲାଭଦାୟକ ହେବ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେ ପ୍ରକୃତ ଉପବାସ କହିଲେ ଆମେ କଣ ବୁଝୁ? ପ୍ରକୃତ ଉପବାସ କହିଲେ ଖାଦ୍ୟ ଛାଡ଼ିବା ନୁହେଁ। ପ୍ରକୃତ ଉପବାସ କହିଲେ ବେଶୀ ଦିନ ଉପବାସ ରହିବାଟା ଏବଂ ପ୍ରକୃତ ଉପବାସ କହିଲେ ଆଣ୍ଠୁରେ ରହିବାଟା ତାହା ମଧ୍ୟ ନୁହେଁ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରକୃତ ଉପବାସ ବୋଲି କହିଲେ ଖାଦ୍ୟ ଠାରୁ ପୃଥକ ରହିବାଟା ନୁହେଁ, ଜଗତ ଠାରୁ ମଧ୍ୟ ପୃଥକ ରହିବାଟା ପ୍ରକୃତ ଉପବାସ ଅଟେ। ପ୍ରକୃତ ଉପବାସ ଜଣେ ବ୍ୟକ୍ତିକୁ କଣ କରେ? ସଂସାର ଠାରୁ ପୃଥକ କରେ, ପାପର ବନ୍ଧନରୁ ମୁକ୍ତ କରେ। ଏହା ପ୍ରକୃତ ଉପବାସ ଅଟେ। ଉପବାସର ପ୍ରକୃତ ଅର୍ଥ ହେଲା ଉପରେ ବାସ କରିବା, ଅର୍ଥାତ୍ ପ୍ରଭୁଙ୍କ ସହିତ ବାସ କରିବା। ଜଗତରୁ ପୃଥକ ହୋଇ, ପାପରୁ ମନ୍ଦତାରୁ ପୃଥକ ହୋଇ ଆମେ ପ୍ରଭୁଙ୍କ ସହିତ ବାସ କରିବା। ପ୍ରକୃତ ଉପବାସ ବୋଲି କହିଲେ ବଡ ବ୍ୟାନର ଲଗାଇ, ବଡ ମିଟିଂ ଗୋଟେ ଆୟୋଜନ କରି, ହଜାର ହଜାର ଲୋକକୁ ଜମା କରି ଉପବାସ ପ୍ରାର୍ଥନା କରିବାଟା ନୁହେଁ, ଉପବାସ ସଭା କରିବାଟା ନୁହେଁ। ପ୍ରକୃତ ଉପବାସ ବୋଲି କହିଲେ ପାପରୁ ଫେରିବାଟା, ମନ୍ଦରୁ ଫେରିବାଟା, ଜଗତରୁ ପୃଥକ ହେବାଟାକୁ ପ୍ରକୃତ ଉପବାସ ବୋଲି କହେ। ଯଦି ଆପଣ ପଢିବେ ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଉପବାସ ବିଷୟରେ ସେ ଆମମାନଙ୍କୁ କଣ କହନ୍ତି? ଯଦି ପଢିବେ 6 ଅଧ୍ୟାୟ 16 ପଦରେ ଲେଖାଯାଏ, ଉପବାସ କରିବା ସମୟରେ କପଟୀ ମାନଙ୍କ ପରି ବିଷଣ୍ଣ ବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକଙ୍କ ସାକ୍ଷାତରେ ଦେଖାଯିବା ନିମନ୍ତେ ଆପଣା ଆପଣା ମୁଖ ମଳିନ କରନ୍ତି। ଉପବାସ, ପ୍ରକୃତ ଉପବାସ ସେ ଅନ୍ୟମାନଙ୍କ ନିକଟରେ ନିଜକୁ ପ୍ରକାଶ କରେ ନାହିଁ। ପ୍ରକୃତ ଉପବାସ ଅନ୍ୟମାନଙ୍କ ନିକଟରେ ପରମେଶ୍ୱରଙ୍କୁ ପ୍ରକାଶ କରେ। ଜଣେ ପ୍ରକୃତ ଉପବାସ କରୁଥିବା ବ୍ୟକ୍ତି ସେ ନିଜକୁ ଅନ୍ୟମାନଙ୍କ ନିକଟରେ ଦେଖାଏ ନାହିଁ, ସେ ପରମେଶ୍ୱରଙ୍କର ସ୍ୱଭାବକୁ କଣ କରେ? ପ୍ରଦର୍ଶନ କରେ।
এই স্থাନରେ ଆମେ ଦେଖୁଛୁ ଯେ କପଟି ମାନେ ଉପବାସ କେମିତି କରୁଥିଲେ ଶାସ୍ତ୍ରୀ ଫାରୁସୀ ମାନେ ସେମାନେ ଲୋକଙ୍କୁ ଦେଖାଇବା ପାଇଁ ଯଦି ପଢିବେ ସୁସମାଚାରରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ 2 ଜଣ ବ୍ୟକ୍ତି ଯେତେବେଳେ ମନ୍ଦିରରେ ପ୍ରାର୍ଥନା କରିବା ପାଇଁ ଯାଉଛନ୍ତି ଗୋଟେ ଫାରୁସୀ ଆଉ କରଦାରୀ ଫାରୁସୀ କଣ ବୋଲି କହୁଛି ପ୍ରଭୁ ମୁଁ ସପ୍ତାହକୁ 2 ଥର ଉପବାସ କରୁଛି ଏଇଟା ହଉଛି ସେହି କପଟି ମାନଙ୍କ ଉପବାସ ଲୋକକୁ ଦେଖାଇବା ଉପବାସ ଆମେ ପ୍ରକୃତ ଉପବାସ କରିବା ପ୍ରକୃତ ଉପବାସ କଣ କରେ ସେ ଅନ୍ୟମାନଙ୍କୁ ଦେଖାଏ ନା ପ୍ରକୃତ ଉପବାସ ଗୋଟେ ବ୍ୟକ୍ତିକୁ ତିଆରି କରେ ପବିତ୍ର କରେ ସିଦ୍ଧ କରେ ଆମେ ତଳକୁ ପଢୁ ଲେଖାଯାଏ କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକଙ୍କ ସାକ୍ଷାତରେ ଦେଖାଯିବା ନିମନ୍ତେ ଆପଣା ଆପଣା ମୁଖ ମଳିନ କରନ୍ତି ମୁଁ ତୁମମାନଙ୍କୁ ସତ୍ୟ କହୁଅଛି ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି ଯଦି ଲୋକ ଦେଖାଇବା ପାଇଁ ଆମେ ଉପବାସ କରୁଛୁ ଲୋକଙ୍କୁ କିଛି ଦେଖାଇ ହେବା ପାଇଁ ଲୋକ ଦେଖି ଆମକୁ ପ୍ରଶଂସା କରନ୍ତୁ ଲୋକ ଦେଖି ଆମକୁ ଭୟ କରନ୍ତୁ ଏଇ ପ୍ରକାର ଭାବି ଯଦି ଆମେ ଉପବାସ କରୁଛୁ ତାହେଲେ ସ୍ୱର୍ଗରେ କିଛି ପୁରସ୍କାର ନାହିଁ ଜଗତରେ ହିଁ ସେମାନଙ୍କର ପୁରସ୍କାର ସେମାନେ ପାଇସାରିଛନ୍ତି ଏହା ବାକ୍ୟ ମାନଙ୍କୁ କହେ 17 ପଦରେ ଲେଖାଯାଏ କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର 18 ପଦ ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି କେହି ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ସାକ୍ଷାତରେ ଦେଖାଯିବ ଆଉ ତୁମର ପିତା ଯେ ଗୋପନରେ ଦେଖନ୍ତି ସେ ତୁମ୍ଭକୁ ଫଳ ଦେବେ ପ୍ରଭୁଙ୍କ ନାମର ସ୍ତୁତି ପ୍ରିୟ ପ୍ରଭୁଙ୍କ ଲୋକମାନେ ପ୍ରକୃତ ଉପବାସ ଏହା ଆମେ ଉପବାସ କେତେ ଦିନ କରୁଛୁ କେତେ ସମୟ କରୁଛୁ ତାହା ପରମେଶ୍ୱର ଦେଖନ୍ତି ନାହିଁ ଆମେ ଉପବାସ କିପରି କରୁଛୁ ତାହା ସେ ଦେଖନ୍ତି ସେଥିପାଇଁ ଆମର ଉପବାସ ପ୍ରଭୁଙ୍କ ଦୃଷ୍ଟିରେ ଗ୍ରହଣୀୟ ହେବାର ଅଛି ଆମେ ଉପବାସ କରିବା ସମୟରେ ପ୍ରଭୁଙ୍କ ଠାରୁ ଚାଳନା ପ୍ରେରଣା ପାଇ ଆମେ ଉପବାସ କରିବା ଆବଶ୍ୟକ ରହିଛୁ ସେଥିପାଇଁ ଏ ପ୍ରକାର କୌଣସି ଦିନ ବିଷୟରେ ପ୍ରଭୁ ଆମକୁ କହିନାହାନ୍ତି ଯଦି ଆପଣ ଚାହିଁଲେ ଶୁକ୍ରବାର ଉପବାସ କରିପାରିବେ ଆପଣ ଚାହିଁଲେ ଆପଣ ସୋମବାର କରିପାରିବେ ଗୁରୁବାର କରିପାରିବେ ଯେକୌଣସି ସମୟରେ ଯଦି ଆପଣ ପ୍ରଭୁଙ୍କ ଦୃଷ୍ଟିରେ ଏକ ଗ୍ରହଣୀୟ ଉପବାସ କରୁଛନ୍ତି ତାହେଲେ ପରମେଶ୍ୱର କଣ କରିବେ ସେହି ଉପବାସକୁ ସେହି ପ୍ରାର୍ଥନାକୁ ସେ ଶୁଣିବେ ପ୍ରଭୁଙ୍କ ନାମର ସ୍ତୁତି ହେଉ ଯଦି ଆପଣ ପଢିବେ ଯେଶାୟ 58:6 ଆଉ 7 ପଦ ଲେଖାଯାଏ ଦୁଷ୍ଟତା ରୂପ ବନ୍ଧନ ଫିଟାଇ ଦେବାର ଜୁଆଳିର ବନ୍ଧନ ମୁକ୍ତ କରିବାର ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ିଦେବାର ପୁଣି ପ୍ରତ୍ୟେକ ଜୁଆଳିର ଭଗ୍ନ କରିବାର କ୍ଷୁଧିତ ଲୋକକୁ ତୁମର ଖାଦ୍ୟ ବଣ୍ଟନ କରିବାର ଓ ତାଡ଼ିତ ଦୁଃଖୀ ଲୋକକୁ ଆପଣା ଗୃହକୁ ଆଣିବାର ତୁମ୍ଭେ ଉଲଙ୍ଗକୁ ଦେଖିଲେ ତାହାକୁ ବସ୍ତ୍ର ପିନ୍ଧାଇବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ଆପଣାକୁ ନ ଲୁଚାଇବାର ଏହି ପ୍ରକାର ଉପବାସ ଆମ୍ଭେ କି ମନୋନୀତ କରିନାହୁଁ ପ୍ରିୟ ପ୍ରଭୁଙ୍କ ଲୋକମାନେ ପ୍ରକୃତ ଉପବାସ କଣ କରେ ଦୁଷ୍ଟତା ରୂପ ବନ୍ଧନ କଣ କରେ ଛିଣ୍ଡାଇ ଦିଏ ପାପର ବନ୍ଧନରୁ ମୁକ୍ତ କରେ ତାହା ହେଉଛି ପ୍ରକୃତ ଉପବାସ ସେଥିପାଇଁ ଆମେ ଏ ପ୍ରକାର ଉପବାସ କରିବା ଯେଉଁ ଉପବାସ ଦ୍ୱାରା ଆମେ ପ୍ରଭୁଙ୍କ ନିକଟତର ହେବା ତାହାଙ୍କ ନିକଟକୁ ଫେରିଯିବା ମନ ପରିବର୍ତ୍ତନ କରିବା ଜଗତରୁ ପୃଥକ ହେବା ଏହି ପ୍ରକାର ଉପବାସ ପରମେଶ୍ୱର ଚାହାନ୍ତି ସେଥିପାଇଁ ଉପବାସ କରିବା ପାଇଁ କୌଣସି ଦିନ କୌଣସି ବାର ପରମେଶ୍ୱର ନିର୍ଦ୍ଧାରିତ କରିନାହାନ୍ତି ମାତ୍ର ଆମେ କିପରି ଉପବାସ କରୁଛୁ କେଉଁ ମନୋଭାବରେ ଉପବାସ କରୁଛୁ ଉପବାସର ଉଦ୍ଦେଶ୍ୟ କଣ ତାହା ପରମେଶ୍ୱର ଦେଖନ୍ତି ଆଉ ଆମକୁ ଆଶୀର୍ବାଦ କରନ୍ତି ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତି।